मोर समस्त ख्रीष्टीय बंधु मानक मोर हृदयर ख्रीष्टीय प्रेमर प्रेज द लॉर्ड जनाऊँ बंधु मैंने आज आम शिखा वॉचमैन जो व्यक्ति दिन रात्रि जहाँकि देखु थाए चाहू थाए एवं निजर कर्तव्य को ठीक भावरे करि थाए आउ जेपर वॉचमैन तार ड्यूटी को ठीक भाव निभाई थाए। आज आम से सर्वप्रथम प्रभु को धन्यवाद देवा। प्रभु जीशु को प्रभु जीशु आम कौन कर जीशु मो पाई जीशु तो पाई करिछंती जहा तुलना नहीं जीशु मो पाई जीशु तो पाई जीशु मो पाई जीशु तो पाई करिछंती जहा तुलना नहीं भरी रही जगते सबु ईश्वरकर आशीर्वाद पाउछु बारंबार थोरे भी देउन गोटे धन्यवादटे तथापि नीरव रही प्रेम करती तोते जीशु मो पाई जीशु तो पाई करिछंती जहा तुलना नहीं करिछंती जहा तुलना नहीं। बंधु माने आज आमे तो वॉचमैन को विषय आज आमे आलोचना करुचु जहाँकि जो वॉचमैन को ड्यूटी रात्र समय हुए से समय वॉचमैन जाग्रत थांती आओ सेतिपाई जेतेबेले आमे पवित्र शास्त्र खोलिबा लोक 22:46 पदरे वर्णना करा जाइछि। आमे ताहा वर्तमान देखिबा पुणी से सेमानंकु कहिले काहींकि सऊ अछ परीक्षारे जेपरि न पड़ एथिपाई उठी प्रार्थना कर। बंधु माने प्रभुंकर वाक्य कहूछि तुमे काहींकि सऊ अछ जेपरि परीक्षारे पड़िबो नाही सेतिपाई उठी प्रार्थना कर। तो बंधु माने जड़े वॉचमैन जेपरि रात्र समय को से उजागर रे जगी थाए एवं तार नजर चोर एवं डकैत मान से नजर करि थाए सेहीपरि जदि आमे देखू आओ रात्र समय वर्तमान जहाँकि शैतान आक्रमण करिथाए बंधु माने एवं ईश्वर को वाक्य कहे निजर शरीर को वाच करने केड़े सुंदर भाव प्रभु तैयार कर आम शरीर को जदि आम शरीर मध्य अंधकार अच्छी ताको आम वाच करने दरकार। जेतेबेले जड़े स्वामी निजर ड्यूटी करने को जाई थांती आओ जेतेबेले से फेरी आसिले निज घर को आओ देखिले निजर स्त्री पूरा बहुत दुखरे अच्छी इमोशनल मूड रे अच्छी आओ से जानी पारले से को सीरियल देखिकी तांकर ए प्रकार दुख जात होइछि
ଯେତେବେଳେ ସ୍ୱାମୀ ଘରକୁ ଆସିଲେ ସ୍ତ୍ରୀ ତାଙ୍କୁ ସେବା କରିବା ପରିବର୍ତ୍ତେ ସ୍ୱାମୀଙ୍କୁ ସେବା କରିବା ପରିବର୍ତ୍ତେ ତାର ଚିନ୍ତାଧାରା ଅଛି ସିରିଏଲ ଉପରେ। ସେ ଭାବନା କରୁଛି ଏମିତି ବି ଦୁଃଖ ଅଛି। ଆଉ ବନ୍ଧୁମାନେ, ଏହି ସ୍ତ୍ରୀ ବିଶେଷ କରି ଅନ୍ଧକାରକୁ ଗତି କରୁଥିଲା। କାରଣ ବନ୍ଧୁମାନେ, ସେ ଜାଗ୍ରତ ନଥିଲା। ଜଗତର ଇମୋସନାଲ ସିରିଏଲ ଦେଖି ସେ ଇମୋସନାଲ ହୋଇଯାଇଥିଲା ବନ୍ଧୁମାନେ। ଆଜି ଅନେକ ଅଛନ୍ତି ଯେଉଁମାନେ କି ଜଗତର ସବୁ ବିଷୟ ଭଲ ଲାଗୁଛି, ଜଗତର ସମସ୍ତ ବିଷୟ ସେମାନଙ୍କୁ ଆସକ୍ତ ଲାଗୁଛି, କିନ୍ତୁ ଖ୍ରୀଷ୍ଟଙ୍କର ଯାହାକି ସ୍ୱାମୀଙ୍କର ସେମାନେ ସେବା କରିବା ପାଇଁ ନାରାଜ। କିନ୍ତୁ ବନ୍ଧୁମାନେ, ଆମେ ଜାଣିବା ଦରକାର, ଯଦି ଆମେ ଜଗତ ମଧ୍ୟରେ କେବଳ ଅନ୍ଧକାରରେ ଆସକ୍ତ ଯଦି ଆମେ ହେବା, ତାହେଲେ ଯେଉଁ ଈଶ୍ୱର ଆମକୁ ଆଣିବା ପାଇଁ ଆସୁଅଛନ୍ତି, ସେହି ସମୟରେ ହୁଏତ ଆମେ ଏ ଅନ୍ଧକାରରେ ଆମେ ହଜି ଯାଇଥିବା ବନ୍ଧୁମାନେ। କାରଣ ଶୈତାନ ଚାହେଁ ଆମର ପରିବାରକୁ ଭାଙ୍ଗିବା ପାଇଁ। ଶୈତାନ ଚାହେଁ ଏ ଜଗତର ସମସ୍ତ ଲାଳସା ଆମ ଜୀବନରେ ପ୍ରବେଶ କରାଇ ଦେବା ସହିତ ଆମକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ। ଶୈତାନ ଜାଣିଛି କାହାକୁ କୋଉ ସୂତ୍ର ପ୍ରୟୋଗ କଲେ ସେ ବ୍ୟକ୍ତି ଅତି ସହଜରେ ମୋ ଜାଲରେ ଫସିଯିବ। ବନ୍ଧୁମାନେ, ଆମେ ଏହି ବାଇବଲରେ ଜଣେ ବ୍ୟକ୍ତିଙ୍କ ବିଷୟ ଆମେ ଭଲ ଭାବରେ ଜାଣିଛୁ, ଯାହାକି ତାଙ୍କୁ ବାହିନୀଭୂତ ଆକ୍ରମଣ କରିଥିଲା, ଆଉ ତାଙ୍କୁ ସେ କବର ପର୍ଯ୍ୟନ୍ତ ସେ ନେଇଯାଇଥିଲା। ତାର ଅର୍ଥ, ତାଙ୍କ ପରିବାର ଠାରୁ ବ୍ୟକ୍ତିଙ୍କୁ ଶୈତାନ ଆକ୍ରମଣ କରି ତାଙ୍କୁ କବର ସ୍ଥାନ ପର୍ଯ୍ୟନ୍ତ ନେବାର କାରଣ, ଆଉ କିଛି ସମୟ ଭିତରେ ହୁଏତ ସେ ଲୋକ ଆତ୍ମହତ୍ୟା କରିପାରେ। ବନ୍ଧୁମାନେ, ତାଙ୍କୁ ବିଭିନ୍ନ ପ୍ରକାର ଜଞ୍ଜିରରେ ବନ୍ଧା ଯାଇଥିଲା, କିନ୍ତୁ ସେ ସମସ୍ତ ଜଞ୍ଜିରକୁ ସେ ଛିଣ୍ଡେଇ ଦେଉଥିଲା ଏବଂ ନିଜକୁ ସେ ଆକ୍ରମଣ କରୁଥିଲା। ଏତେ କଷ୍ଟ ଯାହାକି ଶୈତାନ ତାଙ୍କୁ ପ୍ରୟୋଗ କରୁଥିଲା, କିନ୍ତୁ ମହାନ ପରମେଶ୍ୱର ଆମର ପ୍ରଭୁ ଯୀଶୁ ସେ ବ୍ୟକ୍ତିଙ୍କ ଜୀବନରେ ଆସିଲେ। ସେ ବ୍ୟକ୍ତିଙ୍କ ଜୀବନରେ ଯେତେବେଳେ ଆସିଲେ, ଯାହାକି ବାହିନୀଭୂତଙ୍କୁ ସେ ବହିଷ୍କାର କରିବା ସହିତ ସେହି ବ୍ୟକ୍ତିଙ୍କୁ ଏକ ନୂତନ ଜୀବନ ଦେଲେ, ଯାହାକି ସେହି ବ୍ୟକ୍ତି ଭଲ ହେଲା ପରେ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ଚିନ୍ତା କଲା। କିନ୍ତୁ ପ୍ରଭୁ ଯୀଶୁ କହିଲେ, ତୁମେ ବର୍ତ୍ତମାନ ତୁମ ଗୃହକୁ ଯାଅ, ତୁମ ଘରକୁ ଯାଅ ଆଉ ଭଲରେ ରୁହ। ପ୍ରକୃତରେ ବନ୍ଧୁମାନେ, ଆଜି ଏହି କାହାଣୀ କହିବାର ଯାହାକି ଆମର ପରିବାରକୁ ଶୈତାନ ଭାଙ୍ଗିବା ପାଇଁ ଚେଷ୍ଟା କରେ, କିନ୍ତୁ ଯୀଶୁ ଆମ ପରିବାରକୁ ଯୋଡ଼ିବା ପାଇଁ ଚେଷ୍ଟା କରନ୍ତି। ହୋଇପାରେ ବାହିନୀ ପରି ଭୂତମାନେ ଆମକୁ ପାହାଡ଼ ପରି ସମସ୍ୟା ଆସିଲେ ମଧ୍ୟ ପ୍ରଭୁ ଯୀଶୁ ଆମକୁ ଉଦ୍ଧାର କରିଥାନ୍ତି, ବନ୍ଧୁମାନେ ରକ୍ଷା କରିଥାନ୍ତି। ବନ୍ଧୁମାନେ, ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମର ପାଶରେ ଅଛନ୍ତି, ନିକଟରେ ଅଛନ୍ତି। ତୋ ଜୀବନର ତୋ ପାଶେ ପାଶେ ଅଛନ୍ତି ତ ଯୀଶୁ ରାଜନ। ତୋ ଜୀବନର ତୋ ପାଶେ ପାଶେ ଅଛନ୍ତି
ଜୀବନର ରହସ୍ୟ ଆପେ କରିବୁ ପ୍ରେମ ସେଦିନ। ସତରେ ବନ୍ଧୁମାନେ, ଆମେ ଯେତେବେଳେ ଯୀଶୁଙ୍କର ସେହି ପ୍ରେମକୁ ବୁଝିପାରିବା, ସେଇଦିନ ଆମେ ଜାଗ୍ରତ ହେବା। ସେଇଦିନ ଆମେ ଜାଗ୍ରତ ହେବା, ଯାହାକି ଅନେକ ତ ଯେପରି ଅନ୍ଧକାରକୁ ଲାଇସେନ୍ସ କରିଥାନ୍ତି, ସେମାନଙ୍କର ଯାହାକି ସେମାନେ ଅନ୍ଧକାରକୁ ସୁଯୋଗ ଦେଇଥାନ୍ତି ତାଙ୍କର ଜୀବନରେ। ଜଣେ ବ୍ୟକ୍ତି ଚାହିଁଲା ଯାହାକି 2 କୋଟି ଟଙ୍କାର ଘରକୁ ସେ କେବଳ 5 ଲକ୍ଷ ଟଙ୍କାରେ ପୁରା ଶସ୍ତାରେ ସେ ପାଇଲା। ମାଲିକ ତାଙ୍କୁ ଗୋଟେ ଯାହାକି ସର୍ତ୍ତ କରିଥିଲା ଯେ ତୁମେ ସମସ୍ତ ଘର ତମର, କିନ୍ତୁ ସେ ଘର ମଧ୍ୟରେ ଗୋଟେ ମୁଁ କଣ୍ଟା ଗୋଟେ ପିଟିଛି, ତାହା କେବଳ ତୁମେ ୟୁଜ୍ କରିବ ନାହିଁ। ବ୍ୟକ୍ତି ରାଜି ହେଲା, କାଗଜପତ୍ର ହେଲା, କିଣାବିକା ସରିଲା, ଆଉ ବ୍ୟକ୍ତି ଚାହିଁଲା ଏବଂ ସେଇ ଗୃହ ମଧ୍ୟରେ ପ୍ରବେଶ କଲା। ତାଙ୍କୁ ଗୃହ ବହୁତ ଭଲ ଲାଗିଲା। ଆଉ ସେଇ ମାଲିକ ଦିନେ ଆସିଲା, ଆଉ ଯେତେବେଳେ ସେ କାନ୍ଥରେ ଗୋଟେ କଣ୍ଟା ପିଟିଥିଲା, ସେଇ କଣ୍ଟାରେ ସେ ଗୋଟେ ମଲା ମୂଷାକୁ ରଖିଦେଲା। ସେ ବ୍ୟକ୍ତି କେତେ ଚେଷ୍ଟା କଲା, ମାଲିକଙ୍କୁ କହିଲା, ଆଜ୍ଞା ଏ ତ ବହୁତ ଦୁର୍ଗନ୍ଧ ହେବ, ଆଉ ସେଥିପାଇଁ ୟାକୁ ବାହାର କରିଦିଅନ୍ତୁ। କିନ୍ତୁ ସେଇ ବ୍ୟକ୍ତି ମାଲିକ ଯାହାକି ସର୍ତ୍ତ କରିଥିଲା, ମୁଁ କଣ୍ଟା ଉପରେ ଯାହା ବି ଟଙ୍ଗାଇ ପାରିବି, ସେଥିରେ ତମେ ଅବଜେକ୍ସନ୍ କରିପାରିବ ନାହିଁ। ସେଥିପାଇଁ ସେଇ ଯୁବକ ମାଲିକଙ୍କୁ ଆଉ ବାଧା ଦେଇ ପାରିଲା ନାହିଁ। ଆଉ ଦ୍ୱିତୀୟ ଥର ସେହି ମାଲିକ ଆସିଲା, ଆଉ ଗୋଟେ ମଲା ଯାହାକି ସାପ ଗୋଟେ ଟଙ୍ଗାଇ ଦେଲା। ଦ୍ୱିତୀୟ ଥର ମଧ୍ୟ ସେହି ଯୁବକ ଯାହାକି ସବୁ ଦେଖି ମଧ୍ୟ ନ ଦେଖିଲା ପରି ସେହି ଗୃହ ମଧ୍ୟରେ ଦୁର୍ଗନ୍ଧ ଅବସ୍ଥାରେ ରହିଲା, କିଛି ଉପାୟ ନାହିଁ। ଆଉ ଯେତେବେଳେ ତୃତୀୟ ଥର ସେହି ମାଲିକ ଗୋଟେ ଜିଅନ୍ତା ସାପକୁ ସେଇଠି ଟଙ୍ଗାଇ ଦେଲା, ସେତେବେଳେ ଯୁବକରକୁ ଭୟ ପଶିଲା। ଆଉ ଯୁବକ ଯାହାକି ସେ ଗୃହ ତ୍ୟାଗ କରି ଦୌଡ଼ି ଯିବାକୁ ଲାଗିଲା। ବନ୍ଧୁମାନେ, ଆମେ ଯେତେବେଳେ ଶୈତାନକୁ ଗୋଟିଏ ଛୁଞ୍ଚି ପରି ବି ଆମ ଶରୀର ମଧ୍ୟରେ ଜାଗା ଦେଉ, ସେ ଶୈତାନ ଆମକୁ ଆମ ଶରୀରକୁ ଆକ୍ରମଣ କରିବାରେ ଲାଗେ, ଆମର ସମସ୍ତ ଶରୀରକୁ ନିଜ ବଶରେ ନେଇଯାଏ। ବନ୍ଧୁମାନେ, ଆଉ ଆମକୁ ସେଇ ଯୁବକ ପରି ଆମକୁ ନିଜ ଘରୁ, ନିଜ ଶରୀର ଠାରୁ ଆମକୁ ବାହାର କରିଦିଏ। ବନ୍ଧୁମାନେ, ତେଣୁ ଶୈତାନକୁ ଛୁଞ୍ଚି ପରି ଟିକେ ଜାଗା ପାଇଲେ ସେ ଆମ ଶରୀରକୁ ସେ ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ କରିଦେବ। ଜଣେ ୱାଚମ୍ୟାନ୍ ହିସାବରେ ଯେପରି ୱାଚମ୍ୟାନ୍ ଯାହାକି ଗୃହକୁ ପ୍ରୋଟେକ୍ଟ କରିଥାଏ, ଈଶ୍ୱର ମଧ୍ୟ ଆମକୁ ଏହି ଶରୀର ରୂପ ଗୃହ ଦେଇଛନ୍ତି, ଆମେ ତାଙ୍କୁ ୱାଚମ୍ୟାନ୍ ସଦୃଶ୍ୟ ପ୍ରୋଟେକ୍ଟ କରିବା ପାଇଁ। କିନ୍ତୁ ସେ ଭିତରେ ଯଦି ଆମେ ଚୋରଙ୍କୁ, ଡକାୟତମାନଙ୍କୁ ଯଦି ଆମେ ସୁଯୋଗ ଦେବା, ତାହେଲେ ଆମେ ପ୍ରକୃତରେ ଆଜି ଶୋଇପଡ଼ିଛୁ। ଆମ ପାଖରେ ଆମେ ଠିକ୍ ଭାବରେ ଆପଣର ଡ୍ୟୁଟିକୁ ଆମେ ନିଭାଇ ଜାଣିନାହୁଁ। ତ ଆଜି ଏପରି ସମୟ ଆମ ପ୍ରତ୍ୟେକଙ୍କ ପାଖରେ ପହଞ୍ଚି ଯାଇଛି, ଯାହାକି ଆମକୁ ଖାଇବାକୁ ସମୟ ଅଛି, ଶୋଇବାକୁ ବି ସମୟ ଅଛି, ମୋବାଇଲ ଟିଭି ଦେଖିବାକୁ ବି ସମୟ ଅଛି, କିନ୍ତୁ ପ୍ରଭୁଙ୍କ ପାଇଁ ଗୋଟେ 5 ମିନିଟ୍ 10 ମିନିଟ୍ ପ୍ରଭୁଙ୍କ ପାଇଁ ସମୟ ଦେବାକୁ ଆମର ସମୟ ନାହିଁ। ଆମେ ଏପରି ସମସ୍ୟା ଦିଗରେ ଗତି କରୁଛୁ। ବନ୍ଧୁମାନେ,
ଯାହାକି ଆମେ ଜଗତରେ ସମସ୍ତ ବିଷୟ ଆମେ ଲାଭ କରିବା ପାଇଁ ଆଜି ଚେଷ୍ଟା କରୁଛୁ। ଆମେ ଅନ୍ଧକାରରେ ଗମନ କରୁଛୁ, ଯାହାକି ଆମେ ଶୋଇବାକୁ ଯାଉଛୁ। ଶୈତାନର ବନ୍ଧନରେ ବାନ୍ଧିବା ପାଇଁ ଆମେ ନିଜେ ଶୈତାନକୁ ପରମିଶନ ଦେଉଛୁ। ଯେତେବେଳେ ଆମେ ଯୀଶୁଙ୍କ ଜନ୍ମ ସମୟ ବିଷୟ ଭାବନା କରିବା, ସେହି ସମୟରେ ମସିହା ଜନ୍ମ ନେବେ, ଯାହାକି ପ୍ରଫେସି କରାଯାଇଥିଲା। ଯେତେବେଳେ ଯୀଶୁଙ୍କର ଜନ୍ମ ହେଲା, ସେହି ସମୟରେ କେବଳ କିଛି ପଣ୍ଡିତ, କିଛି ଗୌଡ଼ ଏବଂ ଯାହାକି କିଛି ହେରୋଦଙ୍କର ସେନାପତିମାନେ, ସେମାନେ ହିଁ କେବଳ ଜାଣିପାରିଥିଲେ ଖ୍ରୀଷ୍ଟଙ୍କ ଜନ୍ମ ବିଷୟ। ତ ବନ୍ଧୁମାନେ, ସମଗ୍ର ଶରୀର ଯାହାକି ସମସ୍ତ ଜଗତ ଶୋଇ ପଡ଼ିଥିଲା, କିଛି ଲୋକ ଜାଗ୍ରତ ଥିଲେ। ତ ବନ୍ଧୁମାନେ, ଯଦି ଆଜି ଆମେ ଶୋଇପଡ଼ିଛୁ, ଆମେ ଯଦି ଚିନ୍ତାଧାରା ଯାହାକି ଆମେ ବୁଝିପାରୁନାହୁଁ, ତାହେଲେ ଆଜି ଆମେ ପରିବର୍ତ୍ତନ ହେବା ଦରକାର। ଆମେ ଜାଗ୍ରତ ହେବା ଦରକାର। ଯାହାକି ଆପଣମାନେ କୁକୁଡ଼ା ଅଣ୍ଡା ଦେଇଥିବା ଦୃଶ୍ୟ ବି ଦେଖିଥିବେ। ଗୋଟେ କୁକୁଡ଼ା ଯେତେବେଳେ ଅଣ୍ଡା ଦେଇଥାଏ, ସେହି ସମୟରେ ଗୋଟେ ଚିଲ ଆସିଲା, ସେ ବି କିଛି ଅଣ୍ଡା ଦେଲା। ଆଉ କୁକୁଡ଼ା ଭାବିଲା ଏ ଅଣ୍ଡା ଗୁଡ଼ାକ ସବୁ ମୋର। ତେଣୁ କୁକୁଡ଼ା ସବୁ ଛୁଆ ଫୁଟାଇଲା ପରେ ସେମାନଙ୍କର ସେ ଜାଗ୍ରତ ନେଲା। ଆଉ ଦିନେ ଦିନେ ଚିଲ ମଧ୍ୟ ଆସି ନିଜ ପିଲାମାନଙ୍କୁ ଦୂରରୁ ଦେଖୁଥାଏ। କିନ୍ତୁ ଛୁଆମାନେ ବଡ଼ ହେବାକୁ ଲାଗିଲେ କୁକୁଡ଼ାମାନଙ୍କର ଯାହାକି ଟ୍ରେଡିସନ୍, ଯାହାକି ଖୁଦ ଖାଇବା ହଉ, ତାଙ୍କର ସମସ୍ତ ଖାଦ୍ୟ ଖାଇବାକୁ ଆରମ୍ଭ କଲେ। ଆଉ ସେମାନଙ୍କ ପରି ହେବାରେ ଲାଗିଲେ, କାରଣ ସେମାନେ ଜାଣିନଥିଲେ ଯେ ସେମାନେ ଚିଲ ପିଲା। ଆଉ ଦିନେ ଯେତେବେଳେ ଚିଲ ଆକାଶ ମାର୍ଗରେ ଉଡୁଛି, ସେହି ସମୟରେ ଏହି ଚିଲ ପିଲାମାନେ କୁକୁଡ଼ା ଛୁଆମାନଙ୍କୁ ପଚାରୁଛନ୍ତି, ସେ କିଏ? ଏ କୋଉ ପକ୍ଷୀ? ସମ୍ପୂର୍ଣ୍ଣ ଭାବରେ ବହୁତ ଉପରେ ଉଡୁଛି। ଆଉ କୁକୁଡ଼ା ବୁଝଉଛି ସିଏ ହେଉଛି ପକ୍ଷୀରାଜ। ସେ କେବଳ ଆକାଶ ମାର୍ଗରେ ଉଡ଼ିପାରେ, କିନ୍ତୁ ଆମେ ତ ହେଉଛୁ ଯାହାକି କୁକୁଡ଼ା ପିଲା। ଆମେ ଉଡ଼ି ପାରିବା ନାହିଁ। ଆମେ ସେଥିପାଇଁ ଆମର ଡ୍ୟୁଟି ଆମେ କରିବା। ସେଦିନ ଚିଲ ପିଲାମାନେ ବୁଝିପାରିନଥିଲେ ବନ୍ଧୁମାନେ। ଆଜି ଅନେକ ଆମେ ଭାବନା କରୁଛୁ ପ୍ରଭୁ ଏ ଜଗତ ମଧ୍ୟରେ ଆମକୁ ସେ ରଖିଛନ୍ତି, ତେଣୁ ଆମେ ଏ ଜଗତ ମଧ୍ୟରେ ସମସ୍ତଙ୍କ ସହିତ ଆମେ ସାମିଲ ହେଉଛୁ। ଏ ଜଗତ ଅନ୍ଧକାରରେ ଆମେ ଯାହାକି ବିଚରଣ କରୁଛୁ। ଆମ ହୃଦୟରେ ସମ୍ପୂର୍ଣ୍ଣ ଭାବରେ ଯାହାକି ଅନ୍ଧକାର ରହିଅଛି। ଶୈତାନ ମନ ଇଚ୍ଛା ଆମକୁ ବ୍ୟବହାର କରୁଛି। ଯେପରି ପ୍ରଭୁ ଯୀଶୁ ଏହି ଆଜ୍ଞା ଦେଇଥିଲେ, ଜାଗ୍ରତ ହୁଅ, କାହିଁକି ଶୋଉଛ? ଆଉ ପ୍ରାର୍ଥନା କର। ଯଦି ଆମ ଜୀବନରେ ଏସବୁ ନାହିଁ, ଯଦି ଆମେ ଚିଲ ଛୁଆଙ୍କ ପରି ଆମେ ଆଜି ସ୍ୱାଧୀନ ନହୁଁ, ଆଜି ଆମେ ବୁଝିପାରୁନାହୁଁ, ତାହେଲେ ଆମେ ଆଜି ଜାଣିବା ଦରକାର। ଯୋହନ 1:12 ଲେଖାଯାଇଛି, ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କଲେ ସମସ୍ତେ ଈଶ୍ୱରଙ୍କର ସନ୍ତାନ। ଆଜି ଆମେ ଜଗତ ମଧ୍ୟରେ ଈଶ୍ୱରଙ୍କର ସନ୍ତାନ ମାନେ ହୋଇ ସୁଦ୍ଧା ଆମେ ଆଜି ଏ ଜଗତରେ ଯାହା ଯଦି ଆମେ ଅନ୍ଧକାରରେ
जदि आम शोचु ईश्वर वाक्य कहे आम वाचमैन सदृश्य आम निज शरीर को आम प्रथम जांच करवा जेपरि अंधकार जदि आपण मैंने निज पोशाक प्रति दृष्टि देवे ताहले आपण मैंने जानीपारे ना जे आपणकर दाग अच्छी ना ना जदि आलोक को आसिक जदि आम जांच करवा निज पोशाक को देखा ताहले आम सहज जानीपार जे आम शरीर में आमर पोशाक केते दाग अच्छी। तो बंधु माने आज आम जाग्रत आम बदल जावा ईश्वर आमको स्वाधीनता देइछंती जे आम जेपरी आम फ्रीडम मुक्ति पाई आम आज जड़े वाचमैन सदस्य बंचिबा अंधकार शक्ति को आम उपर राजूति होगा आम देवा ना आम वीर सैनिक सदस्य बंचिबा केवल आम प्रभु जीशु को निर्भर करवा जेपरि आम जीवन रे आम प्रभु को निमंते आगक बढ़ी पारिबा एक सुस्थ जीवन एक ख्रीष्ट केन्द्रिक जीवन एक परिवर्तन जीवन जेपरि आम पाई पारिबा। तो बंधु माने जे पर्यंत प्रभु जीशु आम हृदय आसी नाहांती आमे अंधकार को आमे हटई पारिबा ना। तो आज आमे प्रभु जीशु को ए रात्र समय रे आमे निजर हृदय मध्य स्थान देबा सेति पई आम प्रभु को वेलकम करबा। हे जीशु राजा हे जीशु राजा तुमे आसिल जीवन रे रहीछ प्रभु मो थारे तुमे मोर पिता तुमे सृष्टिकर्ता। तो बंधु माने निश्चय आपण मानकु आज प्रभु यही वाक्य माध्यम प्रचुर भाव आशीर्वाद करंतु आपण माने जागृत हुंतु प्रभु पाई जड़े वीर सैनिक बा जड़े वाचमैन हुंतु आपण मानकर शरीर को आपण माने रक्षा करंतु एवं प्रभु को गौरव दियंतु। प्रभु आज शिक्षा प्रत्येक आशीर्वाद करंतु। आमेन।